ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ସତ୍ୟବ୍ରତ ବେହୁରା। ଫ୍ରାନ୍ସ ଯାତ୍ରା ଶେଷ କରି ଆମେରିକାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆମେରିକା ରାଷ୍ଟ୍ରପତିଙ୍କ ସହ ଆଜି ଅନୁଷ୍ଠିତ ହେବ ଦ୍ୱିପାକ୍ଷିକ ଆଲୋଚନା। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାକୁ ପୂରିଲା 1 ବର୍ଷ। ଲୋକସଭାରେ ଆଜି ଆଗତ ହେବ ଆୟକର ବିଧେୟକ 2025। ରେଡିଓର ମହତ୍ତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ପାଳିତ ହେଉଛି ବିଶ୍ୱ ରେଡିଓ ଦିବସ। ଏବଂ 3 ମ୍ୟାଚ୍ ବିଶିଷ୍ଟ ଦିନିକିଆ କ୍ରିକେଟ୍ ଶୃଙ୍ଖଳାରେ ଇଂଲଣ୍ଡକୁ ପରାସ୍ତ କରି 3-0 ଭାରତ ସିରିଜ୍ ବିଜୟୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସ ଯାତ୍ରା ଶେଷ କରି ଆଜି ସକାଳେ ୱାଶିଂଟନରେ ପହଞ୍ଚିଛନ୍ତି। ଏହି ଗସ୍ତ ଅବସରରେ ଶ୍ରୀ ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ଆମେରିକାରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ବିନୟ ମୋହନ କ୍ୱାତ୍ରା ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ। ପ୍ରବଳ ଥଣ୍ଡା ସତ୍ତ୍ୱେ ଶ୍ରୀ ମୋଦିଙ୍କୁ ସ୍ୱାଗତ କରିବା ଲାଗି ବ୍ଲେୟାର ହାଉସ୍ ବାହାରେ ଭାରତୀୟ ସମ୍ପ୍ରଦାୟ ଉପସ୍ଥିତ ଥିଲେ। ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର ଲାଗି ଆମେରିକାର ରାଷ୍ଟ୍ରପତି ହେବା ପରେ ଶ୍ରୀ ମୋଦି ବିଶ୍ୱର ପ୍ରଥମ ପ୍ରମୁଖ ନେତାଙ୍କ ମଧ୍ୟରେ ଆମେରିକା ଗସ୍ତ କରିଛନ୍ତି। ଗସ୍ତରେ ଯିବା ପୂର୍ବରୁ ଶ୍ରୀ ମୋଦି କହିଥିଲେ ତାଙ୍କର ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ସହଯୋଗ ବୃଦ୍ଧି ଏବଂ ଦ୍ୱିପାକ୍ଷିକ ସମ୍ପର୍କ ଦୃଢ଼ କରିବା ଉପରେ ଆଧାରିତ ହେବ। ପୂର୍ବରୁ ପ୍ୟାରିସରେ ଦ୍ୱିପାକ୍ଷିକ ଆଲୋଚନା ସମୟରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ସହ ଭାରତ ଫ୍ରାନ୍ସ ରଣନୈତିକ ସହଯୋଗ ପ୍ରତି ପ୍ରଧାନମନ୍ତ୍ରୀ ଦୃଢ଼ ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ଉଭୟ ନେତା ପ୍ରତିରକ୍ଷା, ଆଣବିକ ଶକ୍ତି ଏବଂ ମହାକାଶ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହଯୋଗର ସମୀକ୍ଷା କରିଥିଲେ। ଆସନ୍ତା ବର୍ଷ ହେବାକୁ ଥିବା ଭାରତ ଫ୍ରାନ୍ସ ଇନୋଭେସନ୍ ବର୍ଷ ଉପରେ ସ୍ୱତନ୍ତ୍ର ଭାବେ ଗୁରୁତ୍ୱ ଦେବା ସହ ପ୍ରଯୁକ୍ତି, ଉଦ୍ଭାବନ ଏବଂ ନିବେଶ ସମ୍ପର୍କକୁ ପ୍ରୋତ୍ସାହିତ କରିବା ଉପରେ ଉଭୟ ନେତାଙ୍କ ମଧ୍ୟରେ ହୋଇଥିବା ଆଲୋଚନା ଫଳପ୍ରଦ ହୋଇଥିବା ଜଣାପଡ଼ିଛି। ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ ଶ୍ରୀ ମୋଦି କୃତ୍ରିମ ବୁଦ୍ଧିମତ୍ତା ସମ୍ପର୍କିତ ଶିଖର ସମ୍ମିଳନୀରେ ସହ ଅଧ୍ୟକ୍ଷତା କରିଥିଲେ। ଏକ ମିଳିତ ବିବୃତ୍ତିରେ ଭାରତ ଫ୍ରାନ୍ସ ମଧ୍ୟରେ ପରମାଣୁ ଶକ୍ତି, ପରିବେଶ ଏବଂ ସଂସ୍କୃତି କ୍ଷେତ୍ର ସମେତ ଅନ୍ୟ କେତେକ କ୍ଷେତ୍ରରେ 10ଟି ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଉଭୟ ନେତା ମାର୍ସେଲିରେ ଭାରତର ନୂଆ ଦୂତାବାସ ଉଦ୍ଘାଟନ କରିଥିଲେ। ବୈଦେଶିକ ସଚିବ ବିକ୍ରମ ମିଶ୍ରି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଏବଂ ଫ୍ରାନ୍ସ ରାଷ୍ଟ୍ରପତି ମ୍ୟାକ୍ରୋନ୍ ୟୁରୋପ, ପଶ୍ଚିମ ଏସିଆ ଏବଂ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଭୌଗୋଳିକ ରାଜନୈତିକ ପରିସ୍ଥିତି ଉପରେ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାକୁ ଆଜି 1 ବର୍ଷ ପୂରଣ ହୋଇଛି। ଛାତ ଉପରେ ସୌର ପ୍ୟାନେଲ ଲଗାଇ ମାଗଣା ବିଜୁଳି ସଂଯୋଗ କରି ପରିବାରଗୁଡ଼ିକୁ ସଶକ୍ତ କରିବା କ୍ଷେତ୍ରରେ ଗତ 1 ବର୍ଷ ମଧ୍ୟରେ 8,40,000ରୁ ଅଧିକ ପରିବାର ଉପକୃତ ହୋଇଥିବା ସୂଚନା ମିଳିଛି। ଗତ ବର୍ଷ ଫେବୃଆରୀ 13 ତାରିଖରେ ଏହି ପଦକ୍ଷେପ ଆରମ୍ଭ ହୋଇଥିଲା। ଭାରତର ଭବିଷ୍ୟତର ପରିବର୍ତ୍ତନକୁ ପ୍ରୋତ୍ସାହିତ କରିବା ଏବଂ ସାରା ଦେଶରେ ଘରେ ଘରେ ସ୍ୱଚ୍ଛ ଓ ଅକ୍ଷୟ ଶକ୍ତି ପ୍ରଦାନ କରିବା କ୍ଷେତ୍ରରେ ପିଏମ୍ ସୂର୍ଯ୍ୟଘର ଯୋଜନା ସଫଳତା ଲାଭ କରିଛି। ଏହି ଯୋଜନାରେ 40% ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି। ଆଜି ସୁଦ୍ଧା 5,54,000 ଆବାସିକ ଉପଭୋକ୍ତାଙ୍କୁ କେନ୍ଦ୍ରୀୟ ଆର୍ଥିକ ସହାୟତା ଭାବରେ 4,300 କୋଟିରୁ ଅଧିକ ଟଙ୍କା ଏବଂ ପ୍ରତ୍ୟେକ ପରିବାରକୁ 77,000ରୁ ଅଧିକ ଟଙ୍କା ରିହାତି ପ୍ରଦାନ କରାଯାଇଛି। ଏବେ ଦେଶରେ ସୌରଶକ୍ତି ବ୍ୟବହାର କରି ପ୍ରାୟ 45% ହିତାଧିକାରୀ ଲାଭାନ୍ୱିତ ହୋଇଛନ୍ତି। 2027 ସୁଦ୍ଧା 1 କୋଟି ପରିବାରକୁ ସୌରଶକ୍ତି ଯୋଗାଇବା ପାଇଁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଥିବା ଜଣାପଡ଼ିଛି। ଲୋକସଭାରେ ଆଜି ଆୟକର ବିଧେୟକ 2025 ଆଗତ କରାଯିବ। ଆୟକର ସମ୍ବନ୍ଧିତ ନିୟମକୁ ସଂଶୋଧନ କରିବା ଉଦ୍ଦେଶ୍ୟରେ ଏହି ବିଧେୟକ ଆଗତ କରାଯିବ ବୋଲି ଜଣାପଡ଼ିଛି। ଗତ ବଜେଟ୍ ଭାଷଣରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନୂଆ ଆୟକର ବିଧେୟକ ଆଣିବା ଲାଗି ଘୋଷଣା କରିଥିଲେ। ସେ ବଜେଟ୍ ଅଭିଭାଷଣରେ କହିଥିଲେ 12 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଥିବା ଲୋକମାନଙ୍କୁ କୌଣସି ଆୟକର ଦେବାକୁ ପଡ଼ିବ ନାହିଁ। ଏହାଛଡ଼ା ଆଜି ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ୱାକଫ୍ ସଂଶୋଧନ ବିଧେୟକ 2024 ଉପରେ ଯୁଗ୍ମ ସଂସଦୀୟ କମିଟି ରିପୋର୍ଟ ଉପସ୍ଥାପନ ହେବ। ଆଜି ସଂସଦର ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟର ଶେଷ ଦିନ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
ରେଡିଓର ମହତ୍ତ୍ୱ ବିଷୟରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ରେଡିଓ ମାଧ୍ୟମରେ ସୂଚନା ପାଇବା ଲାଗି ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ରେଡିଓ ଦିବସ ପାଳନ କରାଯାଉଛି। ରେଡିଓର ଅନନ୍ୟ ଶକ୍ତିକୁ ମନେ ପକାଇ ପୃଥିବୀର କୋଣ ଅନୁକୋଣରୁ ଲୋକମାନଙ୍କୁ ଗୋଟିଏ ମଞ୍ଚରେ ଏକାଠି କରିବାର ବାର୍ତ୍ତା ଦେଉଛି ବିଶ୍ୱ ରେଡିଓ ଦିବସ। ଚଳିତ ବର୍ଷ ବିଶ୍ୱ ରେଡିଓ ଦିବସର ବାର୍ତ୍ତା ରହିଛି ରେଡିଓ ଏବଂ ଜଳବାୟୁ ପରିବର୍ତ୍ତନ। ବିଶ୍ୱ ରେଡିଓ ଦିବସ ଅବସରରେ ୟୁନେସ୍କୋର ମହାନିର୍ଦ୍ଦେଶକ ଅଦ୍ରେ ଅଜାଲେ କହିଛନ୍ତି, ବିଶ୍ୱ ରେଡିଓ ଦିବସ ହେଉଛି ଯୋଗାଯୋଗର ସ୍ଥାୟୀ, ବହୁମୁଖୀ ଏବଂ ବ୍ୟାପକ ଉପଲବ୍ଧତାକୁ ପାଳନ କରିବାର ଏକ ସୁଯୋଗ। ସେ କହିଛନ୍ତି, ଦ୍ରୁତଗତିରେ ପରିବର୍ତ୍ତନ ହେଉଥିବା ବିଶ୍ୱ ଜଳବାୟୁ ଜନିତ ବିପର୍ଯ୍ୟୟର ପ୍ରଭାବକୁ ହ୍ରାସ କରିବା ପାଇଁ ରେଡିଓ ଦକ୍ଷତାର ସହ କାର୍ଯ୍ୟ କରୁଛି। ଏହି ଦିବସ ଅବସରରେ ପ୍ରସାର ଭାରତୀର ଅଧ୍ୟକ୍ଷ ନବନୀତ କୁମାର ସେହଗଲ କହିଛନ୍ତି, ଖବର ଓ ସୂଚନା ପ୍ରସାରଣ ମାଧ୍ୟମରେ ଦେଶରେ ସାଂସ୍କୃତିକ ଓ ଅର୍ଥନୈତିକ ବିକାଶରେ ରେଡିଓର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେ କହିଛନ୍ତି, ବହୁଜନ ସୁଖାୟ ଆଦର୍ଶରେ ବିଶ୍ୱର ସବୁଠାରୁ ବଡ଼ ରେଡିଓ ନେଟୱାର୍କ ଆକାଶବାଣୀ ଦେଶବାସୀଙ୍କ ନିକଟରେ ପହଞ୍ଚି ପାରୁଛି। ପ୍ରସାର ଭାରତୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗୌରବ ଦ୍ୱିବେଦୀ ବିଶ୍ୱ ରେଡିଓ ଦିବସ ଅବସରରେ ସମସ୍ତ ଶ୍ରୋତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ଆକାଶବାଣୀ ଭାରତର ସମୃଦ୍ଧ ସଂସ୍କୃତି ଓ ପରମ୍ପରାର ଏକନିଷ୍ଠ ବାହକ ହୋଇଥିବା ବେଳେ ସାଧାରଣ ଲୋକଙ୍କୁ ଦେଶର ବୈଜ୍ଞାନିକ ପ୍ରଗତିର ସଫଳତା ସହ ଯୋଡ଼ିବାରେ ସକ୍ଷମ ହୋଇଛି। ସେ କହିଛନ୍ତି, ଦୈନନ୍ଦିନ ଜୀବନର ସମସ୍ତ ଦିଗକୁ ଆକାଶବାଣୀ ଲୋକମାନଙ୍କ ନିକଟରେ ପହଞ୍ଚାଇବାରେ ସଫଳ ହୋଇଛି। ବିଶ୍ୱ ରେଡିଓ ଦିବସ ଅବସରରେ ଶୁଭେଚ୍ଛା ଜଣାଇ ଆକାଶବାଣୀର ମହାନିର୍ଦ୍ଦେଶକ ଡକ୍ଟର ପ୍ରଜ୍ଞା ପାଲିୱାଲ ଗୌର କହିଛନ୍ତି, 9 ଦଶନ୍ଧି ଧରି ଆକାଶବାଣୀ ସୂଚନା, ଶିକ୍ଷା ଓ ମନୋରଞ୍ଜନ ମାଧ୍ୟମରେ ଶ୍ରୋତାଙ୍କ ପାଖରେ ପହଞ୍ଚୁଛି। रेडियो की भूमिका के बारे में आप सब जानते ही हैं। पूरे देश में बल्कि पूरे विश्व में आकाशवाणी की अपनी एक आवाज है और उसके जरिए लोगों तक सूचना, मनोरंजन पहुंचाने का आकाशवाणी ने हमेशा से काम किया है। जन सरोकारों से जुड़ा रहा है आकाशवाणी। हम लोग दोबारा उसी की प्रतिबद्धता दोहराते हैं। ପ୍ରୟାଗରାଜ ମହାକୁମ୍ଭରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଯାତ୍ରାକୁ ସହଜ କରିବା ଲାଗି ଆଜିଠାରୁ ଇ-ରିକ୍ସା, ଅଟୋ ରିକ୍ସା ସହିତ ସଟଲ ବସ୍ ସେବା ଆରମ୍ଭ ହେବ। ଏନେଇ ଗତକାଲି ଏକ ବୈଠକରେ ନିଷ୍ପତ୍ତି ହୋଇଥିଲା। ମହାକୁମ୍ଭରେ ନୂଆ ଟ୍ରାଫିକ୍ ବ୍ୟବସ୍ଥା ଦ୍ୱାରା ଭକ୍ତମାନେ ସଙ୍ଗମରେ ପହଞ୍ଚିବା ପାଇଁ ଅଧିକ ସୁବିଧାଜନକ ବିକଳ୍ପ ପାଇବେ ଏବଂ ଶ୍ରଦ୍ଧାଳୁମାନଙ୍କୁ ଅଧିକ ଦୂର ଚାଲି ଚାଲି ଯିବାକୁ ପଡ଼ିବ ନାହିଁ। ପ୍ରୟାଗରାଜ ଜିଲ୍ଲାପାଳ ରବୀନ୍ଦ୍ର ମାଦଣ୍ଡ କହିଛନ୍ତି, ପୂର୍ବରୁ ପାର୍କିଂ ସ୍ଥଳରୁ ସଙ୍ଗମ ପର୍ଯ୍ୟନ୍ତ ଚାଲି ଚାଲି ଯିବାକୁ ପଡ଼ୁଥିଲା। ସେ କହିଛନ୍ତି, ଆଜିଠାରୁ ସହରର ସମସ୍ତ କାର୍ଯ୍ୟାଳୟ ଓ ପ୍ରତିଷ୍ଠାନ ଖୋଲା ରହିବ। ନିରବଚ୍ଛିନ୍ନ ଯାତାୟାତ ବଜାୟ ରଖିବା ପାଇଁ ନୂଆ ଟ୍ରାଫିକ୍ ବ୍ୟବସ୍ଥା ଆଜିଠାରୁ କାର୍ଯ୍ୟକାରୀ ହେବ। ଅନ୍ୟପକ୍ଷରେ ଆସନ୍ତାକାଲି ଓ ଶନିବାର ଦିନ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମହାକୁମ୍ଭକୁ ଆସୁଥିବାରୁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଯୋଜନା କରାଯାଇଛି। ତେବେ ସିବିଏସ୍ଇ ଏବଂ ଆଇସିଏସ୍ଇ ପରୀକ୍ଷା ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବାରୁ ପରୀକ୍ଷାର୍ଥୀମାନେ ଯେଭଳି ସୁବିଧାରେ ପରୀକ୍ଷା କେନ୍ଦ୍ରକୁ ଯାଇପାରିବେ ସେ ନେଇ ମଧ୍ୟ ବ୍ୟବସ୍ଥା କରାଯାଇଥିବା ସେ କହିଛନ୍ତି। ଆବୁଧାବି ନ୍ୟାସନାଲ ଅଏଲ କମ୍ପାନୀ ତରଳୀକୃତ ପ୍ରାକୃତିକ ଗ୍ୟାସ୍ ଯୋଗାଣ ନିମନ୍ତେ ଇଣ୍ଡିଆନ୍ ଅଏଲ କର୍ପୋରେସନ୍ ଲିମିଟେଡ୍ IOCL ସହିତ ବୁଝାମଣାପତ୍ର ସ୍ୱାକ୍ଷର କରିଛି। ୟୁନାଇଟେଡ୍ ଆରବ ଏମିରେଟ୍ସ ଓ ଭାରତ ମଧ୍ୟରେ ଶକ୍ତି ସହଯୋଗ କ୍ଷେତ୍ରରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ବୁଝାମଣା ବୋଲି ବିବେଚନା କରାଯାଉଛି। ଆସନ୍ତା 14 ବର୍ଷ ପାଇଁ $9 ବିଲିୟନ ସମ୍ବଳିତ ବିକ୍ରି ଓ କ୍ରୟ ଚୁକ୍ତି ଆସନ୍ତା ବର୍ଷଠାରୁ ଆରମ୍ଭ ହେବ। ଆମେରିକାର ଟ୍ରମ୍ପ ପ୍ରଶାସନ ଅଧୀନରେ ନୂଆ ରାଷ୍ଟ୍ରୀୟ ଗୋଇନ୍ଦା ନିର୍ଦ୍ଦେଶକ ଭାବେ ତୁଳସୀ ଗବାର୍ଡଙ୍କୁ ନିଯୁକ୍ତି ମିଳିଛି। ଆମେରିକାର ବିଭିନ୍ନ ଗୋଇନ୍ଦା ସଂସ୍ଥାର କାର୍ଯ୍ୟ ତଦାରଖ କରିବା ଏବଂ ସମନ୍ୱୟ ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ମନୋନୀତ ଗବାର୍ଡଙ୍କୁ ସିନେଟ୍ ପକ୍ଷରୁ ସମର୍ଥନ ମିଳିଥିଲା। ପୂର୍ବତନ ଡେମୋକ୍ରାଟିକ୍ ପ୍ରତିନିଧି ଗବାର୍ଡଙ୍କୁ ଦେଶର DNA ଭାବେ ସିନେଟ୍ରେ 52ଟି ଭୋଟରୁ 48ଟି ଭୋଟ ମିଳିଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭଲଦିମିର ଜେଲେନ୍ସ୍କିଙ୍କ ସହିତ ଟେଲିଫୋନ୍ରେ ରୁଷ ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ଆଲୋଚନା କରିଛନ୍ତି। ଶ୍ରୀ ଟ୍ରମ୍ପ ଓ ଶ୍ରୀ ପୁତିନ ଏହି ସମ୍ବନ୍ଧରେ ତୁରନ୍ତ ଆଲୋଚନା ଆରମ୍ଭ କରିବା ପାଇଁ ସହମତି ଜଣାଇଛନ୍ତି। 3 ମ୍ୟାଚ୍ ବିଶିଷ୍ଟ ଦିନିକିଆ ପୁରୁଷ କ୍ରିକେଟ ଶୃଙ୍ଖଳାର ତୃତୀୟ ମ୍ୟାଚ୍ରେ ଭାରତ ବିଜୟ ଲାଭ କରିଛି। ଇଂଲଣ୍ଡକୁ ଗତକାଲି 142 ରନ୍ରେ ପରାସ୍ତ କରି ଭାରତ 3-0ରେ ଶୃଙ୍ଖଳା ଜିତିଛି। ପ୍ରଥମେ ବ୍ୟାଟିଂ କରି ଭାରତ 50 ଓଭରରେ 356 ରନ୍ ସ୍କୋର କରିଥିଲା। ଶୁଭମନ ଗିଲ୍ 112 ରନ୍ କରିଥିବା ବେଳେ ବିରାଟ କୋହଲି ଓ ଶ୍ରେୟସ ଆୟର ଅର୍ଦ୍ଧଶତକ କରିଥିଲେ। KL ରାହୁଲ 29ଟି ବଲ୍ରୁ 40 ରନ୍ ସଂଗ୍ରହ କରିଥିଲେ। ମୁଖ୍ୟ ସମ୍ବାଦ ପୁଣି ଥରେ। ଫ୍ରାନ୍ସ ଯାତ୍ରା ଶେଷ କରି ଆମେରିକାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାକୁ ପୂରିଲା 1 ବର୍ଷ।
ଲୋକସଭାରେ ଆଜି ଆଗତ ହେବ ଆୟକର ବିଧେୟକ 2025। ରେଡିଓର ମହତ୍ତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ପାଳିତ ହେଉଛି ବିଶ୍ୱ ରେଡିଓ ଦିବସ ଏବଂ 3 ମ୍ୟାଚ୍ ବିଶିଷ୍ଟ ଦିନିକିଆ କ୍ରିକେଟ ଶୃଙ୍ଖଳାରେ ଇଂଲଣ୍ଡକୁ ପରାସ୍ତ କରି 3-0 ଭାରତ ସିରିଜ୍ ବିଜୟୀ। ସମ୍ବାଦ ଶେଷ ହେଲା।